ଏହି ଅଧ୍ୟାୟରେ ଆପଣମାନଙ୍କୁ କିଛି ତଥ୍ୟ ଦେବି ଏବଂ ଆସନ୍ତା ଅଧ୍ୟାୟଠୁ ଏପିସୋଡ଼ରେ ଆମେ କଳ୍କିଳା ବହି ଉପରେ ଆଲୋଚନା ଆରମ୍ଭ କରିବା। କିଛି ତଥ୍ୟ ଆପଣ ଜାଣିବା ଦରକାର, ସେଥିପାଇଁ ଦେଉଛି। ବର୍ତ୍ତମାନ ଯାହା ମୁଁ କହିଥିଲି ବିଭିନ୍ନ ଏପିସୋଡ଼ରେ ଯେ ବହୁତ ଲୋକ ନିଜକୁ କଳ୍କି କହି ପ୍ରଚାର କରୁଛନ୍ତି ଓ ସେ ଏକୁଟିଆ କଳ୍କି ହେବେ, ସେହି ସବୁ କାମ କରିବେ, ସେହି ଖଣ୍ଡା ଧରି ବୁଲିବେ, ଘୋଡ଼ାରେ ଚଢ଼ିବେ, ଆଉ କେହି ନଥିବେ ପାଖରେ, ଏକୁଟିଆ ସେ ସବୁ କରିବେ, ଏଇଭଳିଆ ପ୍ରଚାର ଚାଲିଛି। କିନ୍ତୁ ପଞ୍ଚାଙ୍ଗରେ କ'ଣ ଲେଖିଛନ୍ତି? ପ୍ରଭୁଙ୍କ ପାଖରେ ଦୁଇ ଭାଇ ଥିବେ। ଆମେ ଯେତେବେଳେ କଳ୍କିଳା ପୁସ୍ତକ ବିଷୟରେ ଆଲୋଚନା କରିବା ସେତେବେଳେ ଆକୁ ବିସ୍ତୃତ ଭାବରେ ଜଣେଇବି। ତଥାପି ଆଜି କିଛି ତଥ୍ୟ ଆପଣଙ୍କୁ ଦେଉଛି। ଚୁମ୍ବକ ମାଳିକାରେ ଅନନ୍ତ ଲେଖିଲେ, ପ୍ରଭୁ ଆସିବେ ଦୁଇ ଭାଇ ପୁଣ, ଗହଣ ଦଳ ସଙ୍ଗତେ ଘେଣିଣ, ହସ୍ତିନା ମୂଳେ ପ୍ରବେଶ ହୋଇବେ, ଜାଗ କରାଇ ଗାଦିକି ସ୍ଥାପିବେ। ମୋ ବହିରେ ଯେଉଁ ଉତ୍କଳ କଳ୍କି ବୋଲି ଗୋଟିଏ ଅଧ୍ୟାୟ ଅଛି, ଯିଏକି ଭାରତକୁ ସ୍ୱାଧୀନ କରିବେ ବୋଲି ଲେଖା ଅଛି, ପ୍ରମାଣ ଦେଇଛନ୍ତି କଂସାମାନେ, ତାଙ୍କୁ ପ୍ରଭୁ ଦିଲ୍ଲୀ ଗାଦିରେ ବସେଇବେ, ସେ ଭାରତ ରଜା ହେବେ। ବଳଭଦ୍ର ଭାରତ ରଜା ହେବେନି ଆଜ୍ଞା, ବଳଭଦ୍ର ପୃଥିବୀର ରଜା ହେବେ। ତାଙ୍କ ଅନୁସାରେ ସାରା ପୃଥିବୀ ଶାସନ ଚାଲିବ। ତେଣୁ ପ୍ରଭୁଙ୍କ ସାଙ୍ଗରେ ଦୁଇ ଭାଇ ଯାଇ ଦିଲ୍ଲୀକୁ ଯାଇ ଗାଦିକୁ ସ୍ଥାପନ କରି ଉତ୍ତର କଳ୍କିଙ୍କୁ ଭାରତ ରଜା ବୋଲି ଅଭିଷିକ୍ତ କରିବେ। ଅରଙ୍ଗଡ଼ ଚୁମ୍ବକ ମାଳିକାରେ ଅନନ୍ତ ଲେଖିଲେ। ଅରଙ୍ଗଡ଼ ମାଳିକାରେ ଯଶୋଦ କ'ଣ ଲେଖିଲେ? ମହିମାଇ ପ୍ରକାଶିବେ ସେ ଯେ କଳ୍କି ପ୍ରଭା, ଦୁଇ ଭାଇ ଦୁଇ ପାଶେ ପାଉଥିବେ ଶୋଭା। ପ୍ରଭୁ ସିଏ ମଝିରେ ବସିଥିବେ, ଦୁଇ ପଟେ ଦୁଇ ଭାଇ ଥିବେ ତାଙ୍କର, ମାନେ ପ୍ରଭୁଙ୍କ ପାଖରେ ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇ ରହିବେ ଏବଂ ପ୍ରମାଣ ଅନୁସାରେ ତାଙ୍କ ପୁତ୍ର ହିଁ ରହିବେ, ଜନ୍ମ ହେଇଥିବେ। ସେ କଥା ଆପଣ ଅରଙ୍ଗଡ଼ ମାଳିକାରେ କହିଲେ ଯଶୋବନ୍ତ ଦାସ। ଉଦ୍ଧ ଭକ୍ତି ପଦାୟନରେ ଜଗନ୍ନାଥ ଦାସ କ'ଣ କହିଲେ? ତାଙ୍କ ଆଜ୍ଞା ପାଳି ଲୀଳା ମୁଁ କରିବି, ସଙ୍ଗେ ଥିବେ ସହୋଦର, ଏକ ଆତ୍ମା ଭିନ୍ନ ସ୍ୱରୂପ ପ୍ରକାଶ ଆଗେ ହେବେ ହଳଧର। ପ୍ରଭୁଙ୍କ ଜଗନ୍ନାଥ କହୁଛନ୍ତି ଏଠି, ମୁଁ ପ୍ରଭୁଙ୍କ ଆଜ୍ଞାକୁ ମାନି ଲୀଳା କରିବି, ସଙ୍ଗରେ ଭାଇ ଥିବେ ଓ ସିଏ ଆଗୁଆ ହେବେ, ତାଙ୍କ ସାଙ୍ଗରେ ମୁଁ ଚାଲିଥିବି। ଆମର ଏକ ଆତ୍ମା ଦୁଇ ରୂପରେ ଆସିଛୁ ଆମେ, ଜଗନ୍ନାଥ ବଳଭଦ୍ର ଏକ ଆତ୍ମା ବୋଲି ସେ କହିଛନ୍ତି ଏବଂ ହଳଧର ମାନେ ବଳଭଦ୍ର ଆଗେ ଥିବେ, ତାଙ୍କ ସାଙ୍ଗରେ ଜଗନ୍ନାଥ ବି ଥିବେ। ସେମ୍ ଥିଙ୍ଗ କୁହାଗଲା, ପ୍ରଭୁଙ୍କ ପାଖରେ ଦୁଇ ଭାଇ ଥିବେ। କଳି ଆଖ୍ୟାନରେ ଯଶୋବନ୍ତ ଦାସ ପୁଣି କ'ଣ ଲେଖିଲେ? ହରି ବଳରାମ ହେବେ କଳ୍କି ଅବତାର, କରିବେ ପ୍ରଭୁଙ୍କ ଦୁଃଖ ମନେ ହେତୁ କର। ଏ କଥାଟି ମୁଁ କହିଥିଲି ଆପଣଙ୍କର ପ୍ରଥମ ଭକ୍ତ ସମ୍ମିଳନୀରେ କହିଥିଲି, ଶୁଣିଥିଲି। ହରି ବଳରାମ ହେବେ, ପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର ହେବେ କଳ୍କି ଅବତାର ହେବେ ଏବଂ ପ୍ରଭୁଙ୍କ ଦୁଃଖ ହରଣ କରିବେ। ତାଙ୍କର ପ୍ରଭୁ କିଏ? ସେ ନିଜେ ପ୍ରଭୁ, କିନ୍ତୁ ତାଙ୍କର ପ୍ରଭୁ କିଏ? କଳ୍କି ଅବତାର ମହିମା ଗୋସ୍ୱାମୀ ଆସିଥିବେ। କଳ୍କି ଅବତାର ହେଇକି ତୃତୀୟ ଜନ୍ମରେ ତାଙ୍କରି ପାଖରେ ତାଙ୍କରି ପୁଅ ହେଇକି ଜନ୍ମ ହେଇଥିବେ ଇଏ ତୃତୀୟ ଅବତାରରେ ଅନନ୍ତମୟ ସ୍ୱାମୀଙ୍କର, ଏବଂ ସେଇ ପ୍ରଭୁଙ୍କ ଦୁଃଖ ହରଣ କରିବେ। କେଉଁ ବହି କ'ଣ ଲେଖିଲେ? କରିବେ ଭାଇ ସଙ୍ଗତି, ମଧ୍ୟେ ବିଜେ ଦାସରଥୀ, କପିତ ସତେ ଉପରେ ବଟ ନିକର, କାହିଁ ନ କହିବୁ ତୁହି ପଦପଦ ଥାଅ ଛୁଇଁ, ରୂପତ କଳ୍କି ସଭା ହେବ ସତ୍ୱର, କୁନ୍ଦ ଗାଦି ପାବଚ୍ଛ ତଳେ ନିଶ୍ଚୟ ହୋଇବ ନବ ଅଙ୍କରେ। ଏଭଳି କହିଲେ ଯେ ପ୍ରଭୁ ଦାସରଥୀ ମାନେ ରାମଚନ୍ଦ୍ର, ବହୁତ ଜାଗାରେ ପ୍ରମାଣ ଅଛି ଆପଣଙ୍କର ସ୍ୱୟଂ ରାମଚନ୍ଦ୍ର ହିଁ କଳ୍କି ଅବତାର ରୂପରେ ଆସିବେ, ସ୍ୱୟଂ ରାମ ଜନ୍ମିବେ କଳ୍କି ରୂପରେ ଲେଖା ଅଛି। ସେଆକୁ ମଧ୍ୟ କହିଛନ୍ତି ଦାଶରଥୀଙ୍କ ସାଙ୍ଗରେ ବା କଳ୍କି ଅବତାରଙ୍କ ସାଙ୍ଗରେ ଦୁଇ ଭାଇ ଥିବେ। ଏତେ ପ୍ରମାଣ ଦିଆଗଲା ଆଜ୍ଞା, ବିଭିନ୍ନ ସନ୍ଥମାନେ ପ୍ରମାଣ ଦେଇଛନ୍ତି, ବଂଶମାନେ ପ୍ରମାଣ ଦେଇଛନ୍ତି। ଆମେ କହିବା ନାଇଁ କେହି ରହିବେନି, ଯାହାର ଯଦି ଦୁଇ ପୁଅ ଥିବ ସେ କହିବ ଏଇ ଦୁଇ ପୁଅ ହଉଛନ୍ତି ଜଗନ୍ନାଥ ବଳଭଦ୍ର, ତାକୁ ଠିଆ କରିଦେବେ ଆଣିକିରି,
ଖାପ ଖାଇବା ପାଇଁ ବାକ୍ୟ ସହିତ କଳ୍କୀ ଅବତାର କିଏ ଶୁକ୍ରବାର ଦିନ ଆପଣଙ୍କୁ ବୁଝେଇଛି ଭଲ ଭାବରେ। ଆହୁରି ଆପଣଙ୍କ ଭିତରେ କଳ୍କୀ ବହି ଆଲୋଚନା କରିବା ଆପଣଙ୍କୁ କ୍ଲିଅର ହେଇଯିବେ ଆପଣ ପାଖରେ। ତାଙ୍କରି ପାଖରେ ପିଲା ଯେ ଦାମୋଦର ବଳଦ ରହିବେ ଦି ପୁଅ ହେଇକିରି, ଆଉ କାହା ପାଖରେ ନୁହେଁ। ତେଣୁ ଭୀମ ଭୋଇ ଯେଉଁ କଥା କହିଲେ ସେଇ କଥା ଆପଣଙ୍କର ପବନ୍ତ କହିଛନ୍ତି, ସେଇ କଥା ଯଶବନ୍ତ କହିଛନ୍ତି, ଅଚ୍ୟୁତ ବି ବହୁତ ଜାଗାରେ କହିଛନ୍ତି। ତେଣୁ ଆପଣମାନେ ଯାହା ଲେଖା ହେଇଛି ବାଳିକାରେ ଅଂଶମାନେ ଯାହା ଲେଖିଛନ୍ତି ତାକୁ ବିଶ୍ୱାସ କରିବାକୁ ଆରମ୍ଭ କରନ୍ତୁ। ଆଉ ତା କଥାରେ ପଡ଼ିକି ବାପନ୍ତୁନି ଆଜ୍ଞା। ସମୟ ହେଇଗଲାଣି, ପାଖେ ଆସିଲାଣି। କେତେବେଳେ କ'ଣ ଘଟିବ ଠିକଣା ନାହିଁ, କେତେବେଳେ ଖେଳ ଆରମ୍ଭ ହେଇଥିବ ତା ଠିକଣା ନାହିଁ, କେହି କହିପାରିବେନି କେବେ କ'ଣ ହବ। ମାନେ କହୁଛନ୍ତି ଭୁଲ କହୁଛନ୍ତି। ଏତେ କଥା ବୁଝେଇଲା ପରେ ବି ମୁଁ ଶୁକ୍ରବାର ଦିନ ହେଇଥିଲା ଏପିସୋଡ଼ଟି, ତଥାପି ସେଥିରେ ଲୋକ ଦେଇଛନ୍ତି କମେଣ୍ଟ ଦେଇଛନ୍ତି ତମ ବହି ଭୁଲ, କାରଣ ମସିହା ଦେଇଛ ଭୁଲ। ତା ପାଇଁ କ'ଣ କହିବା ଆଜ୍ଞା, କିଛି କହିବାର ନାହିଁ। ତା ଛଡ଼ା ଆଉ ଗୋଟେ କଥା ଆପଣଙ୍କୁ ସମସ୍ତ ମନରେ ଆସୁଛି, ଏ ଯେଉଁ 256 ଭକ୍ତ ବିଷୟରେ ସମସ୍ତ ମନେ ଗୋଟେ ସନ୍ଦେହ ଅଛି। କିଏ 256 ଭକ୍ତ, ସେମାନେ କିଏ, ତାଙ୍କର କ'ଣ ବିଷୟ କ'ଣ ଲେଖା ହେଇଛି, ଅଚ୍ୟୁତ କ'ଣ ଲେଖିଛନ୍ତି, ସେ ବିଷୟ ଗୋଟିଏ ଆଲୋଚନାଟେ କରିବା। ଆପଣଙ୍କର ପଟ୍ଟା ମଡ଼ାରରେ ଶିଶୁ ଅନନ୍ତ ଲେଖିଲେ 300 ଭକ୍ତ ମୋର ନାମ ଚିହ୍ନି ଥିବେ, 256 64 ସାର ହେବେ, 64 ସଂଖ୍ୟା ନିତ୍ୟ ପଞ୍ଚସଖା ଭୃତ୍ୟ, ହେତୁଦିଆ 5 ଜଣ ରହିବେ ଗୁପତ। ଦେଖିଲେ କ'ଣ 300 ଭକ୍ତ ମୋ ନାଁକୁ ଚିହ୍ନିଥିବେ, ସେଥିରୁ 256 ଏବଂ 64 ସାର ହେବେ, ମୁଖ୍ୟ ହେବେ। 64 କିଏ? ଅମୀୟା ଗୋସ୍ୱାମୀଙ୍କର 64 ସିଦ୍ଧ, ଅଚ୍ୟୁତଙ୍କର 256 ଭକ୍ତ, ଏଇମାନେ ମୁଖ୍ୟ ହେବେ। 64 ସଂଖ୍ୟା ନିତ୍ୟ ପଞ୍ଚସଖା ଭୃତ୍ୟ, ପଞ୍ଚସଖାଙ୍କ ପାଖରେ ଅଚ୍ୟୁତଙ୍କର ଯେଉଁ 64 ଜଣ ଥିଲେ ସେମାନେ ଥିବେ। ହେତୁଦିଆ 5 ରହିବେ ଗୁପତ। ତାଙ୍କର ଅଚ୍ୟୁତ, ଅନନ୍ତ, ଯଶବନ୍ତ ଇତ୍ୟାଦି 5 ଜଣ ସେମାନେ ହେଲେ ନିତ୍ୟ ପଞ୍ଚସଖା। ପୁଣି କହିଲେ କ'ଣ ଗୁପ୍ତରେ ଆଉ 5 ଜଣ ଥିବେ। କିଏ ସେ ଗୁପ୍ତରେ 5 ଜଣ? ସିଏ ବି ପଞ୍ଚସଖା 5 ଜଣ। ଠିକ୍ ଚିନ୍ତା କରିବା ସମୟ ଆସିଲା। 5 ଜଣଙ୍କର ହେଲେ 64 ସଖା, 64ରୁ 256 ଲେଖା, 256 300 ଯେ ପ୍ରମାଣ, 300 90 ହସ୍ତେ କୋଠଦଳ ଗାଣ, ନବସହସ୍ର ପଦ୍ମେ ଭକ୍ତ ପ୍ରଚ୍ଛନ୍ନ ହୋଇବେ, ଅଣ ହେତୁଆ ହୋଇଣ ଭ୍ରମଣ କରିବେ। ମାନେ ବର୍ତ୍ତମାନ ସବୁ ନିଜକୁ 256 ଭକ୍ତ ବୋଲି କହୁଛନ୍ତି, ନେଗଡ଼ା ଆଡ଼ଉଛନ୍ତି। ଆମେ 256 ଭକ୍ତରୁ ଜଣେ, ଆହୁରି କିଛି ଅଛନ୍ତି ଆମେ 3000 ଭକ୍ତରୁ ଜଣେ, ଏସବୁ କହି ବୁଲୁଛନ୍ତି। ଏମାନଙ୍କ ବିଶ୍ଲେଷଣ ନା ଅଣହେତୁଆ ହୋଇଣ ଭ୍ରମଣ କରିବେ। ଅଣହେତୁଆ ହେବେ କ'ଣ? ଜ୍ଞାନ ଗାରିବା କିଛି ରହିବନି, ଗର୍ବ ପାଇଁ ସାବଧାନ ହେଇଯାଉ। ଆପଣ ଅଚ୍ୟୁତଙ୍କ ସାଙ୍ଗେ ଖେଳୁଛନ୍ତି, କିଛି ପ୍ରମାଣ ନ ପାଇକି ନିଜକୁ 256 ଭକ୍ତ କହୁଛନ୍ତି। କିନ୍ତୁ ଯେଉଁ ଦ୍ୱାଦଶ ବଳ କହିଦେଉଛି ସମସ୍ତେ ଗୁପ୍ତରେ ଅଛନ୍ତି, କେହି ବାହାରି ନାହାନ୍ତି, ସମସ୍ତେ ଗୁପ୍ତରେ ଅଛନ୍ତି। ଅଚ୍ୟୁତ ନିଜେ କହିଛନ୍ତି ଯେପର୍ଯ୍ୟନ୍ତ ପ୍ରଭୁ ଆମକୁ ଆଦେଶ ନ ଦେଇଛନ୍ତି ଆମେ ଆମର ପରିଚୟ ପ୍ରଦାନ କରିବୁନି। ତାଙ୍କ ଭକ୍ତମାନେ କେମିତି କରିବେ ଆଜ୍ଞା? ଚିନ୍ତା କରନ୍ତୁ ଆପଣମାନେ। 256 ଭକ୍ତ, ଦ୍ୱାଦଶ ଗୋପାଳ ଗୁପ୍ତରେ ଅଛି, କେହି ତାଙ୍କୁ ଚିହ୍ନି ପାରିବେନି। ଆପଣ ପାଖରେ ବସିଥିବେ ତ ତାକୁ ଚିହ୍ନି ପାରିବେନି। ଆପଣ ତାଙ୍କ ଚିନ୍ତାରେ ପରିଚୟ କେବେ ଦେବେ? ନିଜକୁ ଗୋଟେ ବଡ଼ କରିକିରି ମୁଁ 256 ଭକ୍ତ ଜଣେ, ପ୍ରଭୁ ଅଚ୍ୟୁତଙ୍କର ମେନ୍ ଭକ୍ତ ମୁଁ ପ୍ରଭୁଙ୍କ ପାଖରେ ପ୍ରଭୁଙ୍କୁ ଜାଣିଛି,
प्रभु पाखे बसी सागे खेली प्रभु को बहुत दिन जानी से जो कहते आज्ञा टे सावधान रही जाओ से तो अणचेतुआ ही बसवे आपण भी रही अणचेतुआ हो करतुनि भाया काम पुणी लेखा गोटे आउ जिन गोटे कह गोटिके गोटे जानती रस 3 सहस्रे गणा से कौ रस को जानिले 3 सहस्रे गणा हम 3000 भक्त भितर महिमा प्रकाश निश्चय से दास आने मु कहती नहीं ये प्रभुकर महिमा प्रकाश करुव जो भक्त ताकू कोटिकर जड़े जानवे से किए बोली एवं जो मैंने जापर से मैंने ही 3000 भक्त भर गणा हे से भक्त को जी जापर ये महिमा प्रकाश करुव प्रभुंकर जहाँ मध्यम प्रभु महिमा फ्यूचर प्रकाश हम मो कथा कहनी आज्ञा जो जी कह फ्यूचर भविष्य से प्रभु को महिमा प्रचार कर प्रभु चिन्हब लोक मान जे चिन्ह पार जो कहते कोटिकर गोटे लोक चिन्हब जो मैंने चिन्ह पारे से मैंने 3000 भक्त भर गणा हे अन्न कहीं नुहे 3000 भक्त भर श्रेष्ठ है किए 256 भर श्रेष्ठ है पावा ये तार संज्ञा आम आम हिसाब से कही बुलवा नाटक करवा केमती हम पसिबल नुहे ना संभव नुहे निगम मालिकार अच्युत कहते गोटे बाणी चेता रखि भक्त चेताई कहली धन अंक ठारगार बुझाई कहली 5-3-33 बछा बछी बेल विहन खोजा होइब न मिले जन महामहिमा सागर हरि सनातन गुरु रूपे करते ज्ञान को प्रदान माने कि बुझपार कहते चेता भक्त समस्त से कहते बर्तमान चेतार रखिब अचेता हेनी तो मुझे कहूँ कथा कौन से 5-3-33 5-8-33 41 बसा बची बड़ हम या पूर्व निगम मालिक अनुसार विहन खोजा हे न मिल जन लोक मिले आज्ञा से विहन हाँपे सत्य महामहिमा सागर हरि सनातन ये आज्ञा महामहिमा सागर हरि सनातन महिमा गता तृतीय जन्म कर्त अवतार गुरु रूपे करते ज्ञान को प्रदान प्रथम जन्म द्वितीय जन्म गुरु रूप से शिष्य मान ज्ञान प्रदान कर तृतीय जन्म आसवे कली नाश करने आम ये वाक्य को सत्संगर मानवानी समस्ते वाक्य अनुसार आदेश उपदेश अनुसार जहाँ भी जो विषय आप नहीं पारती आदेश नहीं पारती उपदेश भी नहीं पारती आप निर्भर करे बर्तमान चेतार रहा चेता रे चेतना मिल मिलनी चेतार केमती रे सदा सर्वदा जे प्रभु पाद तले निज को रखि थाए सदा सर्वदा प्रभु कथा भावु थाए जे भक्ति रसरे बुड़ी रही थाए से ही चेतार रही आगे पास रही पारे पुणी भीम भाई कौन कहते महिमा सागर धर्म ए संसार पूर्वर होइछि शुणा विपत्ति पड़े डाकिवे समस्ते नहे पठाबणा एतेबेले सीना यही नबोधुत पश्चाते भजिब निश्चय धर्म धर बोलू नबुझुच निंदा हम तो ही पटे
ଏତେବେଳେ କି ଡାକୁନ ଗଙ୍ଗାସାଗରଙ୍କୁ, ଯେତେବେଳେ ମାଡ଼ ପଡ଼ିବ ବିପତ୍ତି ଆସିବ ସେତେବେଳେ ସମସ୍ତେ ଡାକିବେ ଖାଲି ମୁହଁରେ କହିବେ। ସେତେବେଳେ ପ୍ରଭୁ କିଛି ଲୋକଙ୍କୁ ଉଦ୍ଧାର କରିବେ, ନହେଲେ ନିନ୍ଦା ହବ ତାଙ୍କୁ ବୋଲି କହିବେ। କାରଣ ସମସ୍ତେ କଳି ଯୁଗରେ ସମସ୍ତେ ବାଟବଣା ହେଇଛନ୍ତି, ବାଟ କେହି ପାଉନାହାନ୍ତି, ବାଟ ଦେଖିବାକୁ କେହି ନାହାନ୍ତି। ତେଣୁ ସବୁ ଦୟାକରି କିଛି ଲୋକଙ୍କୁ ଉଦ୍ଧାର କରିବେ, ନହେଲେ ତାଙ୍କୁ ନିନ୍ଦା ହବ। ବର୍ତ୍ତମାନ ଆପଣମାନଙ୍କ ଉପରେ ନିର୍ଭର କରୁଛି ଆଜ୍ଞା, ଆପଣମାନେ ଆପଣ ନିଜର ସମୟ କେମିତି କାଟିବେ, ନିଜକୁ କିଭଳିଆ ଚଳେଇବେ, କେଉଁ ରାସ୍ତାରେ ଚାଲିବେ, ଆପଣଙ୍କ ଉପରେ ନିର୍ଭର କରୁଛି। ତାପରେ ଆପଣଙ୍କର ଭବିଷ୍ୟତ ନିର୍ଭର କରୁଛି। ଖାଲି ନିଜେ ହେବନି, ନିଜର ପରିବାରକୁ ବଦଳାନ୍ତୁ। କିଛି ଭକ୍ତ ଭାଇମାନେ ତାଙ୍କୁ ମୁଁ ନମସ୍କାର କରୁଛି, ନା ଲେଖିଛନ୍ତି ଗୋଟେ ଜିନିଷ, ମୁଁ ଗର୍ବର ସହିତ କହୁନି ଆଜ୍ଞା, ଜଣେଇ ଦେଉଛି ତାଙ୍କର ଭାଷା, ତାଙ୍କର ଉଦ୍ଦେଶ୍ୟ ଜଣେଇ ଦେଉଛି ଯେ ସାର୍ ଆପଣଙ୍କ ପାଇଁ ଆମ ପରିବାର ସମ୍ପୂର୍ଣ୍ଣ ବଦଳିଗଲା, ଆମ ଜୀବନଶୈଳୀ ବଦଳି ଯାଇଛି। ଆମ କମେଣ୍ଟ ପଢ଼ନ୍ତୁ, ଜାଣିପାରିବେ। ମୋ ପାଇଁ ନୁହେଁ, ସେମାନଙ୍କର ଭକ୍ତିଭାବ ପାଇଁ ପ୍ରଭୁ ତାଙ୍କର ଜୀବନଶୈଳୀ ବଦଳି ଦେବେ। ଯିଏ ପ୍ରଭୁ ପାଖକୁ ପାଦରେ ଆଗେଇବ, ପ୍ରଭୁ ତା ପାଖକୁ ଦୁଇ ପାଦ ଆଗେଇ ଆସିବ। ଯିଏ ପ୍ରଭୁ ପାଖରୁ ପାଦରେ ପଛେଇ ଯିବ, ପ୍ରଭୁ 10 ପାଦ ପଛକୁ ପଛେଇ ଯିବେ। ତେଣୁ ଆପଣଙ୍କୁ ମୁଁ ବିନୀତ ଅନୁରୋଧ କରୁଛି, ପ୍ରଭୁଙ୍କ ପାଦରେ ସରଳରେ ରୁହନ୍ତୁ, ଧର୍ମ ପଥରେ ରୁହନ୍ତୁ, ଅଖାଦ୍ୟକୁ ଛାଡ଼ନ୍ତୁ। ମୁଁ କହୁନି 24 ଘଣ୍ଟା ବସିକି ଆପଣ ଠାକୁରଙ୍କ ଆଗରେ ବସି ତପସ୍ୟା କରନ୍ତୁ, ତାହେଲେ ସେଟା ପସିବଲ୍ ନୁହେଁ। ଆମର ସମସ୍ତଙ୍କର ଘର ସଂସାର ଅଛି, ଘର ସଂସାର ବୁଝିବାର ଅଛି। ତା ଭିତରେ ସମୟ ଦେଖିକି, ସମୟ କାଢ଼ିକିରି ପ୍ରଭୁଙ୍କ ପାଦ ପଦ୍ମରେ ଟିକେ ସରଳରେ ରୁହନ୍ତୁ ଏବଂ ହୃଦୟ ଭିତରେ ଆପଣ ସଦାବେଳେ ତାକୁ ଚିନ୍ତା କରନ୍ତୁ, ତାହେଲେ ପ୍ରଭୁ ଆପଣଙ୍କୁ ରକ୍ଷା କରିବେ। ଏତିକି କହି ମୁଁ ଆଜି ଏପିସୋଡ୍ ବିଦାୟ ଦେଉଛି। ଆସନ୍ତା ଏପିସୋଡ୍ରୁ ଆମମାନେ କଳ୍କୀଳା ବହି ଉପରେ ଆଲୋଚନା ଆରମ୍ଭ କରିବା। ପ୍ରଭୁ କିଏ, କଳ୍କୀ ଅବତାର କିଏ, କ'ଣ ତାର ପ୍ରମାଣ ଦେଇଛନ୍ତି, ପ୍ରଭୁ କିଏ, କ'ଣ ତାଙ୍କ ବିଷୟରେ ସନ୍ତମାନେ ଲେଖିଛନ୍ତି, କ'ଣ ପ୍ରମାଣ ଦେଇଛନ୍ତି, କୋଉଠି ସେ ଜନ୍ମ ନେବେ। ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଆମେ ଆଲୋଚନା କରିବା ପ୍ରଭୁଙ୍କ ବିଷୟରେ। ତାପରେ ଯିବା ଆମେ ପ୍ରଭୁଙ୍କୁ ଚିହ୍ନିବା କେମିତି, ତାଙ୍କର ଲକ୍ଷଣ, ଶରୀର ଲକ୍ଷଣ କ'ଣ ଅଛି, କ'ଣ ନାହିଁ, କ'ଣ ଦେଖିଲେ ଚିହ୍ନିପାରିବ ଏ ପ୍ରଭୁ ବୋଲି, ସେ ବିଷୟ ମଧ୍ୟ ଆମେ ଆଲୋଚନା କରିବା। ତେଣୁ ଆସନ୍ତା ଅଧ୍ୟାୟଠୁ ଆମେ ପ୍ରଭୁଙ୍କ ବିଷୟରେ ଆଲୋଚନା କରି ଆରମ୍ଭ କରିବା। ଜୟ ଜଗନ୍ନାଥ, ଜୟ ପଞ୍ଚ।